ଜୟ ଜଗନ୍ନାଥ ସାଙ୍ଗମାନେ। ଆଉ ଗୋଟିଏ ସେବା କରିବାର ସୁଯୋଗ ମିଳିଛି। ସକାଳୁ ସକାଳୁ ଖବର ମିଳିଲା ଯେ ମହାଦେବଙ୍କ ବାହନ ଗୋଟିଏ ପୋଖରୀରେ 2 ଦିନ ହେଲା ପଡ଼ିଅଛି। ଆଉ ଏପର୍ଯ୍ୟନ୍ତ ସେ ବି ବାହାରି ପାରୁନି। ଆମେ ସାଙ୍ଗେ ସାଙ୍ଗେ ସେଇ ଖବର ପାଇ ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲୁ ସେଇ ଜାଗାକୁ, ଯିଏକି ଦେଖିଲୁ ସେ ପୋଖରୀ ବହୁତ ବଡ଼ ଆଉ ବହୁତ ଗଭୀର ହେଇଛି। ବହୁତ ଦିନର ପୋଖରୀ, ସେଠି ସାପ ବହୁତ ବି ବାସ କରୁଛନ୍ତି। ଆମେ ଠାକୁରଙ୍କୁ ସେ ମହାଦେବଙ୍କୁ ଡାକି କିଛି ଡର ଭୟ ମନରେ ନ ବାହାର କରି ସାଙ୍ଗେ ସାଙ୍ଗେ ଭିତରେ ପଶିଲୁ। ଦେଖନ୍ତୁ ଆପଣମାନେ ଏ ପୋଖରୀଟା କେତେ ବଡ଼ ଆଉ କେତେ ମାନେ ଗଭୀର ହେଇଛି। ଆପଣମାନେ ଭିଡ଼ିଓ ଶେଷ ପର୍ଯ୍ୟନ୍ତ ଦେଖିଲେ ଜାଣିପାରିବେ। ଦେଖନ୍ତୁ ସେଠି ଫାଷ୍ଟ ରାଜା ଭାଇ ଯେତେବେଳେ ପଶିଲେ ଦେଖନ୍ତୁ କେତେ ପାଣି, ଧୀରେ 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 ଆପଣ ଦେଖିବେ କେତେ ପାଣି। ସେ ପୋଖରୀ ମାନେ ବହୁତ ଦିନର ପୋଖରୀ। ଏଠି କୌଣସି ପ୍ରକାର ମାନେ ସେଠି ଯାତାୟାତ ଲୋକଙ୍କର ନାହିଁ। କେମିତି ମହାଦେବଙ୍କ ବାହନ ସେଠି ପଶିଲେ ଆଉ ଭଗବାନ ସେ କଥା ଜାଣିଛନ୍ତି। ଦେଖନ୍ତୁ ଜୁମ୍ ହେଉଛି ଭିଡ଼ିଓଟି, ସେ ପୁରା ପୋଖରୀ ପୁରା କେତେ ଦଳପୂର୍ଣ୍ଣ ହୋଇଛି ଆଉ କେତେ ବହୁ ଦିନର ପୋଖରୀ, ପରିତ୍ୟକ୍ତ ପୋଖରୀ। ଯାହା ହଉ ଭଗବାନଙ୍କର ସାହା ଭରସା, ଆମେ ଭଗବାନଙ୍କୁ ଡାକି ଭିତରେ ପଶିଛୁ। ଭଗବାନଙ୍କ ବାହନର ସେବାରେ କାର୍ଯ୍ୟରେ ଲାଗିଛୁ, ଯାହା ଭଗବାନଙ୍କର ଇଚ୍ଛା। ଆପଣମାନେ ବି ଏମିତି କୌଣସି ଗୋମାତା, ଏମିତି କୌଣସି ବି ପଶୁପକ୍ଷୀ ଏମିତି ଅସୁବିଧାରେ ଅଛି ଯଦି ଆପଣମାନେ ନିଶ୍ଚିନ୍ତ କଣ୍ଟାକ୍ଟ କରନ୍ତୁ ଆମକୁ। ଆମେ ନିଶ୍ଚିନ୍ତ ଯଥାଶୀଘ୍ର ଯାଇ ପହଞ୍ଚି ସାହାଯ୍ୟର ହାତ ବଢ଼େଇବୁ। ଏବେ ତ ବନ୍ଧାବନ୍ଧି କାର୍ଯ୍ୟ ଚାଲିଛି। ଷଣ୍ଢ ବନ୍ଧା ସରିଲାଣି ବି, ଏବେ ଟଣା ହେବା ପରିସ୍ଥିତିରେ ହେଇଗଲାଣି। ଏବେ ଏଇଠି ଷଣ୍ଢ ବି ଟଣା ହେବା ପରିସ୍ଥିତିରେ ଆସିଗଲାଣି। ଦେଖନ୍ତୁ ଭାଇମାନେ, ଷଣ୍ଢ ବି ଆସିଗଲାଣି ଟଣା ହେଇକି। ପାଣି ବହୁତ ସେ ପିଇ ଯାଇଛି, ବହୁତ ପାଣି ପିଇ ଯାଇଛି ସେ ଷଣ୍ଢ। ଦେଖିବେ ଏବେ ତା ପେଟ ପୁରା ଫୁଲିକି ପୁରା ଇଏ ହେଇଯାଇଛି। ଲୋକମାନଙ୍କର ବି ବହୁତ ଅବଦାନ ଅଛି, ସେମାନେ ବି ସାହାଯ୍ୟ କରିଛନ୍ତି ଷଣ୍ଢକୁ ଟାଣିବାରେ। ପୁରା ନିଶ୍ଚିହ୍ନ ଅବସ୍ଥାରେ ପଡ଼ିଛି ସେ। 2 ଦିନ ହେଲା ପୋଖରୀରେ ପଡ଼ି ରହିଥିବାରୁ ପାଣି ବହୁତ ପିଇ ଯାଇଛି ଓ ଥଣ୍ଡା ବି ତାକୁ ବହୁତ ଜୋର ହେଇଯାଇଛି। ସେ ଯିଏକି ଅବିକା ମାନେ ଗୋଡ଼ ତାର ଏବେ କାମ କରୁନି। ଯାହା ହଉ ଉଠିଲାଣି ଏବେ। ଯାହା ହଉ ଭଗବାନଙ୍କ ଦୟାରୁ ବୃଷଭଟି ଉଠିଛି। ଆମକୁ ବହୁତ ଖୁସି ଲାଗୁଛି। ଯାହା ହଉ ଆମେ ଏତେ ବଡ଼ ସାହାଯ୍ୟ କରିଥିବାରୁ ଏତେ ବଡ଼ ପୋଖରୀରୁ। ଜୟ ଜଗନ୍ନାଥ। ଦେଖନ୍ତୁ ବୃଷଭଟି କେମିତି ଆମକୁ ଅନେଇ ଲାଗିଛି। ଯାହା ହଉ ସେ ପୁନର୍ଜନ୍ମ ପାଇଲା ଭଳି ଲାଗୁଥିବ ତାକୁ। ଏମିତି ଆପଣମାନେ ଯେଉଁଠି ଯାହା ଦେଖୁଛନ୍ତି ଆମକୁ କଲ୍ କରନ୍ତୁ, ଜଣାନ୍ତୁ, ଆମେ ଯାଇ ପହଞ୍ଚିବୁ। ଆପଣ ବି ନିଜେ ଚେଷ୍ଟା କରନ୍ତୁ, ସବୁ ସମ୍ଭବ ହୋଇପାରିବ। ଚେଷ୍ଟା କରନ୍ତୁ। ଜୟ ଜଗନ୍ନାଥ, ଜୟ ଜଗନ୍ନାଥ, ଜୟ ଜଗନ୍ନାଥ।